أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. गत खुतबारे हुनैन युद्ध संक्रांतरे चर्चा चलीथिला। ସେହି କ୍ରମରେ ଅତିରିକ୍ତ ବିବରଣୀ ଆଜି ବର୍ଣ୍ଣନା କରିବି। ଯେପରିକି ପୂର୍ବେ ବର୍ଣ୍ଣିତ ହୋଇସାରିଛି ଯେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଯେତେବେଳେ ମାଲେ ଗନିମତ ବାଣ୍ଟିଲେ ଓ ମୁଜାହିଦମାନଙ୍କୁ ସେମାନଙ୍କ ଭାଗ ପ୍ରଦାନ କଲେ, ସେତେବେଳେ ଯେଉଁ ଏକ ପଞ୍ଚମାଂଶ ରହିଥିଲା ସେହି ସମସ୍ତ ଅଂଶକୁ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ମୁଆଲ୍ଲଫତୁଲ କୁଲୁବ୍ ସକାଶେ କୁରୈଶମାନଙ୍କର ଅଧିପତି ଓ ଅନ୍ୟାନ୍ୟ ଆରବର ଅଧିପତିମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ତେଣୁ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ କାହାକୁ ଗୋଟିଏ ଓଟ ପ୍ରଦାନ କଲେ ତ ଆଉ କାହାକୁ 50ଟି ଓଟ ପ୍ରଦାନ କରିଥିଲେ। ଏତେ ବିପୁଳ ପରିମାଣରେ ଅର୍ଥ ଦାନ କରିବା ଯୋଗୁଁ ଅନସାରମାନଙ୍କ ମଧ୍ୟରୁ କେତେକ ଯୁବକ ଏହା ଅନୁଭବ କଲେ ଯେ ସେମାନେ ନିଜର ସେବା ଓ ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କ ପ୍ରତି ଥିବା ଅନାବିଳ ପ୍ରେମ ଓ ଆନ୍ତରିକତା ଯୋଗୁଁ ସେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଏହାର ଯୋଗ୍ୟ ଥିଲେ, ଅର୍ଥାତ୍ ଏହି ମାଲେ ଗନିମତ ପାଇବାର। କିନ୍ତୁ ତାଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ତାହା ପ୍ରଦାନ କରିଦିଆଗଲା। ସୁତରାଂ ସେମାନେ ଏହା କହିବାକୁ ଲାଗିଲେ, ୟଗଫିରୁଲ୍ଲାହୁ ରସୂଲିଲ୍ଲାହି ସല്ലଲ୍ଲାହୁ ଆଲୈହି ವಸಲ್ಲମ ୟୁତି କୁରୈଶନ୍ ୱୟଦାଉନା ୱସୁୟୁଫୁନା ତକ୍ତୁରୁ ମିନ୍ ଦିମାଇହିମ୍। ଅର୍ଥାତ୍ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ କୁରୈଶମାନଙ୍କୁ ପୁରସ୍କୃତ କରୁଛନ୍ତି ଏବଂ ଆମମାନଙ୍କୁ ବାଦ ଦେଉଛନ୍ତି। ତେଣୁ ଆଲ୍ଲାହ ତାଆଲା ନିଜର ଅସୀମ କ୍ଷମା ବଳରେ ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କୁ ମଧ୍ୟ ପୁରସ୍କୃତ କରନ୍ତୁ। ଏହି ଧାରଣା ଅନସାରମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଯେ ଆମେମାନେ ଶତ୍ରୁ ସହିତ ଲଢ଼ିଲୁ ଏବଂ ଏବେ ମଧ୍ୟ ଆମ ଖଣ୍ଡାର ଧାରରୁ ଶତ୍ରୁର ରକ୍ତ ଟପଟପ ହୋଇ ପଡ଼ୁଅଛି। ସେହିପରି ସେମାନଙ୍କ ମଧ୍ୟରୁ କେହି ଜଣେ ଏହା ମଧ୍ୟ କହିଲା, ଯେତେବେଳେ ପରିସ୍ଥିତି ଅତ୍ୟନ୍ତ ଉତ୍କଟ ଓ ବିଷମ ହେଲା ସେତେବେଳେ ଆମମାନଙ୍କୁ ଡକାଯିବା, କିନ୍ତୁ ମାଲେ ଗନିମତ ବଣ୍ଟା ସମୟରେ ଆମମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମାଲେ ଗନିମତ ପ୍ରଦାନ କରିଦିଆଗଲା। ଏସବୁ କଥା ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କୁ ପ୍ରାପ୍ତ ହେଲା, ଏହାର ସୂଚନା ମିଳିଲା, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଅନସାରମାନଙ୍କର ଅଧିପତି ହଜରତ ସାଦ୍ ବିନ୍ ଉବାଦା ରଜିୟଲ୍ଲାହୁଙ୍କୁ ଡକାଇଲେ ଏବଂ ତାଙ୍କୁ କହିଲେ ଯେ ମୋତେ ଏପରି ଖବର ପ୍ରାପ୍ତ ହୋଇଛି ଏବଂ ପଚାରିଲେ, ଫାଆଇନା ଆନ୍ତା ମିନ୍ ଜାଲିକା ୟା ସାଦ୍। ଅର୍ଥାତ୍ ହେ ସାଦ୍, ଏଥି ସଂକ୍ରାନ୍ତରେ ତୁମର କ'ଣ ମତାମତ ରହିଛି? ପ୍ରତି ଉତ୍ତରରେ ସେ କହିଲେ, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ମୁଁ ମଧ୍ୟ ନିଜର ଜାତିର ସଦସ୍ୟ, ତେଣୁ ମୋତେ ମଧ୍ୟ ଏକଥା ପ୍ରଭାବିତ କରିପାରିବ। ପ୍ରତି ଉତ୍ତରରେ ହୁଜୁର ସല്ലଲ୍ଲାହୁ ଆଲୈହି ವಸଲ୍ଲମ ତାଙ୍କୁ କହିଲେ, ହେ ସାଦ୍, ତୁମେ ଅନସାରମାନଙ୍କୁ ଏକତ୍ରିତ କର। ସୁତରାଂ ସମସ୍ତ ଅନସାରମାନେ ଏକ ଶିବିର ମଧ୍ୟରେ ଏକତ୍ରିତ ହେଲେ। ସେମାନଙ୍କ ମଧ୍ୟରେ କିଛି ପ୍ରବାସକାରୀ ସାହାବା ମଧ୍ୟ ସାମିଲ ଥିଲେ। ତେବେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ପ୍ରବାସକାରୀମାନଙ୍କୁ କହିଲେ, ହେ ପ୍ରବାସକାରୀମାନେ, କେବଳ ଅନସାରମାନଙ୍କୁ ମୁଁ ଡାକିଛି, ତୁମମାନଙ୍କୁ ନୁହେଁ। ଅତଏବ ସେମାନେ
ଫେରିଗଲେ ଅର୍ଥାତ୍ ପ୍ରବାସକାରୀମାନେ। ତାପରେ ହୁଜୁର ସല്ലଲ୍ଲାହୁ ଆଲୈହି ወሰଲ୍ଲମ ଅନସାରମାନଙ୍କୁ ସମ୍ବୋଧିତ କରି କହିଲେ, ହେ ଅନସାରମାନଙ୍କ ଗୋଷ୍ଠୀ, ତୁମମାନଙ୍କ ସମ୍ପର୍କରେ ମୁଁ ଯେଉଁ କଥାଟି ଶୁଣିଛି ତାହା କ'ଣ ସତ? ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଏହି କଥାକୁ ଶୁଣି ଅନସାରମାନଙ୍କ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତିମାନେ ଏଭଳି କଥା କହିଛନ୍ତି ସେମାନେ ଅଜ୍ଞାନୀ, ସେମାନଙ୍କୁ ଧାରଣା ନାହିଁ, ସେମାନଙ୍କର କୌଣସି ଧାରଣା ନାହିଁ, ସେମାନେ ଯୁବପିଢ଼ି। ତେଣୁ ହୁଜୁର ସେମାନଙ୍କୁ କ୍ଷମା କରିଦିଅନ୍ତୁ, ଆମମାନଙ୍କୁ କ୍ଷମା କରିଦିଅନ୍ତୁ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम କହିଲେ, ହେ ଅନସାରମାନେ, ମୁଁ ଯେତେବେଳେ ତୁମମାନଙ୍କୁ ଭେଟିଥିଲି ସେତେବେଳେ ମୁଁ ତୁମମାନଙ୍କୁ ମାର୍ଗଚ୍ୟୁତ ହୋଇଥିବାର ପାଇନଥିଲି କି? ପୁନଶ୍ଚ ଏତତ୍ପରେ ଆଲ୍ଲାହ ତାଆଲା ମୋ ମାଧ୍ୟମରେ ତୁମମାନଙ୍କୁ ସତ୍ପଥ ପ୍ରଦାନ କଲେ। ତୁମେମାନେ ବିଭକ୍ତ ଥିଲ, ଭାଗ ଭାଗ ହୋଇ ରହିଥିଲ, ତୁମ ହୃଦୟ ପରସ୍ପର ଠାରୁ ଫାଟି ରହିଥିଲା, ପରସ୍ପର ସହିତ ତୁମେ ଶତ୍ରୁତା ପ୍ରଦର୍ଶନ କରୁଥିଲ। ଆଲ୍ଲାହ ତାଆଲା ମୋ ମାଧ୍ୟମରେ ତୁମମାନଙ୍କୁ ଏକାଠି କରିଦେଲେ, ତୁମମାନଙ୍କ ମଧ୍ୟରେ ମିତ୍ରତା ଓ ବନ୍ଧୁତା, ପ୍ରେମ ତଥା ଆନ୍ତରିକତା ସୃଷ୍ଟି ହୋଇଗଲା। ତୁମେମାନେ ଦିନ ଦରିଦ୍ର ଓ ଅଭାବଗ୍ରସ୍ତ ଥିଲ, ଆଲ୍ଲାହ ତାଆଲା ମୋ ମାଧ୍ୟମରେ ତୁମମାନଙ୍କୁ ଧନବାନ କରିଦେଲେ। ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି वसल्लम ଯେଉଁ କଥା ବି କହୁଥିଲେ, ପ୍ରତି ଉତ୍ତରରେ ଅନସାର ମାନେ କହୁଥିଲେ, ଆଲ୍ଲାହୁ ୱ ରସୁଲହୁ ଆମନ୍ନୁ, ଅର୍ଥାତ୍ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଏସବୁ ଆଲ୍ଲାହ ଓ ତାହାଙ୍କ ବାର୍ତ୍ତାବହଙ୍କ ପ୍ରଦତ୍ତ ଦୟା ଓ କୃପା। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଯେତେବେଳେ ଅନସାରମାନଙ୍କ ପକ୍ଷରୁ ଏହି ଉତ୍ତର ଶୁଣିଲେ ସେତେବେଳେ କହିଲେ, ହେ ଅନସାରମାନେ, ତୁମେମାନେ ମୋତେ ଉତ୍ତର କାହିଁକି ପ୍ରଦାନ କରୁନାହଁ, ଉତ୍ତର ଦେଉନାହଁ? ସେମାନେ କହିବାକୁ ଲାଗିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମେ କି ଉତ୍ତର ଦେବୁ? ହୁଜୁର କହିଲେ, ଯଦି ତୁମେମାନେ ଚାହୁଁଛ ତେବେ ତୁମେ ଏପରି ଉତ୍ତର ଦେଇପାରିବ ଏବଂ ଏଥିରେ ତୁମେ ସତ କହିବ ଯେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆପଣ ଆମମାନଙ୍କ ନିକଟକୁ ଏପରି ଅବସ୍ଥାରେ ଆସିଥିଲେ ଯେ ଆପଣ ସല്ലଲ୍ଲାହୁ ଆଲୈହି वसल्लमଙ୍କୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା, ଅସ୍ୱୀକାର କରିଦିଆଯାଇଥିଲା, କିନ୍ତୁ ଆମେମାନେ ଆପଣଙ୍କୁ ସହାୟତା କଲୁ, ଆପଣଙ୍କୁ ସୁରକ୍ଷା ପ୍ରଦାନ କଲୁ, ଆପଣଙ୍କୁ ଆଶ୍ରୟ ଦେଲୁ, କିନ୍ତୁ ଆମେମାନେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କୁ ସାହାଯ୍ୟ କଲୁ ଯେତେବେଳେ ସେମାନେ ଅର୍ଥାତ୍ ମକ୍କାବାସୀମାନେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କୁ ନିଜ ସହରରୁ ନିର୍ବାସିତ କରିଦେଇଥିଲେ। ସେତେବେଳେ ଆମେମାନେ ଆପଣଙ୍କର ଦୁଃଖ ସୁଖ ବୁଝିଲୁ। ଏଥିରେ ଅନସାରମାନେ ନୀରବ ରହିଲେ। ସମସ୍ତ ଅନସାରମାନେ ନତମସ୍ତକ ହୋଇ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କ କଥା ଶୁଣୁଥିଲେ, ନିଜକୁ ଲଜ୍ଜିତ ମନେ କରୁଥିଲେ। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ଅନସାରମାନଙ୍କୁ ଏହା ମଧ୍ୟ କହିଲେ ଯେ, ହେ ଅନସାରମାନେ, ମୁଁ କୁରୈଶମାନଙ୍କ ପ୍ରତି ଏପରି ଆଚରଣ କାହିଁକି ପ୍ରଦର୍ଶନ କଲି? ତାହାର କାରଣ ହେଉଛି, ତୁମେମାନେ ତ ପ୍ରଥମେ ଇସଲାମ ଧର୍ମ ସ୍ୱୀକାର କରିସାରିଛ। ଇସଲାମ ଧର୍ମ ଓ ବିଶ୍ୱାସ ତୁମ ହୃଦୟରେ ପ୍ରବିଷ୍ଟ ହୋଇଯାଇଛି, କିନ୍ତୁ କୁରୈଶମାନଙ୍କ ମଧ୍ୟରୁ ଅନେକ ଲୋକ ମକ୍କା ବିଜୟ ଅବସରରେ ନୂତନ ରୂପେ ମୁସଲମାନ ହୋଇଛନ୍ତି। କେବଳ ସେତିକି ନୁହେଁ, ବରଂ ଅସଂଖ୍ୟ ଲୋକମାନେ ଏପରି ଥିଲେ ସେମାନଙ୍କ ମଧ୍ୟରେ ଯେ ଏଯାବତ୍ ଇସଲାମ ଧର୍ମ ସହିତ ସଂଶ୍ଳିଷ୍ଟ ହୋଇନାହାନ୍ତି। ସେହିପରି ପୁରାତନ ବିଶ୍ୱାସକାରୀମାନଙ୍କ ସମ୍ପର୍କରେ ଏହି ନବଦୀକ୍ଷିତ ମୁସଲମାନମାନେ ସଦୟ ସମ୍ପର୍କିତ ଯୋଗସୂତ୍ର ରକ୍ଷା କରିବା ଓ ପୁରସ୍କାର ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ସାମିଲ ହୋଇଛନ୍ତି। ତେଣୁକରି ମୁଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କଲି। ମୋର ଏହି ଉଦ୍ଦେଶ୍ୟ ଥିଲା ଯେ ସେମାନଙ୍କ ମନକୁ ମୁଁ ଜିଣିନେବି, ସେମାନଙ୍କର ପୃଷ୍ଠପୋଷକତା କରିବି। ଏମାନେ ଅର୍ଥାତ୍ କୁରୈଶମାନେ ସମ୍ପୂର୍ଣ୍ଣ ରୂପେ ଇସଲାମ ଧର୍ମ ଓ ବିଶ୍ୱାସର ପରିଧି ମଧ୍ୟକୁ ଚାଲି ଆସିବେ। ଏହାଫଳରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ପୁନଶ୍ଚ କହିଲେ, ହେ ଅନସାରମାନେ, କ'ଣ ତୁମେମାନେ ଏହା ଚାହୁଁନାହଁ ଯେ ଲୋକମାନେ ତ ଛେଳି, ମେଣ୍ଢା ଓ ଓଟ ଇତ୍ୟାଦି ଜୀବଜନ୍ତୁକୁ ଘେନି ନିଜ ଘରକୁ ଚାଲିଯିବେ ଓ ତୁମେମାନେ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହଙ୍କୁ ନିଜ ସାଥିରେ ନେଇଯିବ?
ମୁଁ ଆଲ୍ଲାହ ତାଲାଙ୍କ ଶପଥ କରି କହୁଛି, ତୁମେମାନେ ଯେଉଁ ପୁଣ୍ୟକୁ ଘେନି ନେଇ ଯାଉଛ ତାହା ଲୋକମାନଙ୍କ ଛେଳି ମେଣ୍ଢା ଓ ଓଟ ଅପେକ୍ଷା ଅଧିକ ଶ୍ରେୟସ୍କର। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଯଦି ଲୋକମାନେ କୌଣସି ଉପତ୍ୟକା କିମ୍ବା ଘାଟି ମଧ୍ୟରେ ଚାଲନ୍ତି ଏବଂ ଅନସାରମାନେ କୌଣସି ଉପତ୍ୟକା କିମ୍ବା ଘାଟି ମଧ୍ୟରେ ଚାଲନ୍ତି, ତେବେ ମୁଁ ଅନସାରମାନଙ୍କ ସହିତ ଚାଲିବାକୁ ପସନ୍ଦ କରିବି। ଲୋକମାନେ ହେଉଛନ୍ତି ମୋର ବାହ୍ୟ ବସ୍ତ୍ର, କିନ୍ତୁ ଅନସାରମାନେ ହେଉଛନ୍ତି ମୋର ଅନ୍ତଃବସ୍ତ୍ର। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆହୁରି କହିଲେ, ହେ ଅନସାରମାନେ, ଯେତେବେଳେ ତୁମେମାନେ ମୋ ପରେ ତୁମମାନଙ୍କ ଉପରେ କିମ୍ବା ତୁମମାନଙ୍କ ଅପେକ୍ଷା ଅନ୍ୟମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଉଥିବ ଦେଖିବ, ସେତେବେଳେ ତୁମେମାନେ ଧୈର୍ଯ୍ୟ ପ୍ରଦର୍ଶନ କରିବ, ଏପର୍ଯ୍ୟନ୍ତ କି ବୈକୁଣ୍ଠରେ ଥିବା ଜଳକୁଣ୍ଡ ନିକଟରେ ତୁମମାନଙ୍କର ଭେଟ ମୋ ସହିତ ହୋଇଯିବ, ଅର୍ଥାତ୍ ପ୍ରଳୟ ଦିବସ ଦିନ ତୁମମାନଙ୍କର ମୋର ସହିତ ଭେଟ ହେବ ଏବଂ ତୁମମାନଙ୍କୁ ଆଧିପତ୍ୟତା ପ୍ରାପ୍ତ ହେବ ନାହିଁ। ପରିଶେଷରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅନସାରମାନଙ୍କୁ ଦୁଆ ଦେଇ କହିଲେ, ହେ ଆଲ୍ଲାହ ତାଲା, ତୁମ୍ଭେ ଅନସାରମାନଙ୍କ ଉପରେ ଦୟା ଅବତୀର୍ଣ୍ଣ କର, ସେମାନଙ୍କ ସନ୍ତାନ ସନ୍ତତିଙ୍କ ଉପରେ ଦୟା ଅବତୀର୍ଣ୍ଣ କର ଓ ଅନସାରମାନଙ୍କ ପରବର୍ତ୍ତୀ ପିଢ଼ିଙ୍କ ଉପରେ ମଧ୍ୟ ଦୟା ଅବତୀର୍ଣ୍ଣ କର। ବର୍ଣ୍ଣନାକାରୀ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏହି ଉଦ୍ବୋଧନ ଦେଉଥିବା ବେଳେ ଅନସାରମାନେ ରୋଦନ କରି ଚାଲିଥିଲେ। ତାଙ୍କ ଆଖିରୁ ଅଶ୍ରୁଧାର ନିର୍ଗତ ହୋଇ ଚାଲିଥିଲା, ଏପର୍ଯ୍ୟନ୍ତ କି ସେମାନଙ୍କ ଦାଢ଼ି ଲୁହ ଦ୍ୱାରା ଭିଜିଗଲା ଏବଂ ସେମାନେ ଏହା କହି ଚାଲିଥିଲେ ଯେ ରଜିନା ବିରସୁଲିଲ୍ଲାହି କିସ୍ମନ୍ ୱ ହଜ୍ଜନ୍, ଅର୍ଥାତ୍ ଆମେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଦ୍ୱାରା ବଣ୍ଟା ହୋଇଥିବା ମାଲେ ଗନିମତ ଓ ନିଜ ଭାଗ ସମ୍ପର୍କରେ ମନ ଓ ପ୍ରାଣର ସହିତ ପ୍ରସନ୍ନ। ହଜରତ ମୁସଲିମ ମାଉଦ ରଜିୟଲ୍ଲାହୁ ମଧ୍ୟ ଏହି ଘଟଣାର ଚର୍ଚ୍ଚା କରିଛନ୍ତି ଯେ ଯେତେବେଳେ ମହାଭାଗଙ୍କୁ ଏହାର ସୂଚନା ମିଳିଲା, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବଡ଼ ବଡ଼ ଅନସାର ସାହାବୀମାନଙ୍କୁ ଡକାଇଲେ ଓ କହିଲେ, ମୋତେ ଏପରି ଖବର ମିଳିଛି। ଏଥିରେ ଅନସାରମାନେ ରୋଦନ କରିବାକୁ ଲାଗିଲେ ଓ କହିଲେ, ଏକଥା କୌଣସି ନିର୍ବୋଧ ଯୁବକ ମାନେ କହିଦେଇଥିବେ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ନା ନା, ହେ ଅନସାର ଗଣ, ତୁମେମାନେ ଏପରି କହିପାର ଯେ ଆମେମାନେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଏପରି ସମୟରେ ଆଶ୍ରୟ ଦେଲୁ ଯେତେବେଳେ ତାହାଙ୍କୁ କେହି ଆଶ୍ରୟ ଦେଇନଥିଲେ ଓ ତାହାଙ୍କର ସହରବାସୀ ହିଁ ତାଙ୍କୁ ବିତାଡ଼ିତ କରିଦେଇଥିଲେ, ଆଉ ଯେତେବେଳେ ତାଙ୍କୁ ସମ୍ମାନ ଓ ବିଜୟ ଲାଭ ହେଲା, ସେତେବେଳେ ସେ ଯୁଦ୍ଧ ଅର୍ଜିତ ସମ୍ପଦ ନିଜ ପରିଜନମାନଙ୍କ ମଧ୍ୟରେ ବାଣ୍ଟିଦେଲେ, କୁରେଶମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଏଥିରେ ଅନସାରମାନେ ଚିତ୍କାର କରି ରୋଦନ କରିବା ଆରମ୍ଭ କରିଦେଲେ। ସେମାନେ ପୁନଶ୍ଚ କହିଲେ, ହେ ଆଲ୍ଲାହଙ୍କ ରସୂଲ ସଲ୍ଲଲ୍ଲାହୁ ଆଲାଇହି वसल्लम, ଆମେମାନେ ଏପରି କହୁନାହୁଁ। ତହୁଁ ମହାଭାଗ କହିଲେ, ତୁମେ ଏକଥାକୁ ଅନ୍ୟ ପ୍ରକାରେ ମଧ୍ୟ କହିପାର ଏବଂ ତାହା ଏହିକି ଯେ ଯେଉଁ ବ୍ୟକ୍ତିଙ୍କୁ ଈଶ୍ୱର ସକଳ ସଂସାରବାସୀଙ୍କ ସତ୍ପଥ ପ୍ରାପ୍ତ କରିବା ସକାଶେ ଆବିର୍ଭାବ କଲେ ତାହା ମକ୍କାର ଥିଲା, କିନ୍ତୁ ଐଶ୍ୱର୍ଯ୍ୟମୟ ପ୍ରଭୁ ତାହାକୁ ମଦିନା ଘେନି ନେଲେ। ପୁନଶ୍ଚ ପରାକ୍ରମୀ ଈଶ୍ୱର ନିଜ ପ୍ରଭୁତ୍ୱ ଓ ଶକ୍ତି ବଳରେ ମକ୍କାକୁ ତାଙ୍କ ସକାଶେ ଜୟ କଲେ। ସେତେବେଳେ ମକ୍କାବାସୀ ମନେ କରୁଥିଲେ ଯେ ତାଙ୍କର ପୁରସ୍କାର ଅର୍ଥାତ୍ ନବୀ ତାଙ୍କୁ ମିଳିଯିବ, କିନ୍ତୁ ସେମାନେ ଛେଳି ମେଣ୍ଢାକୁ ସାଥିରେ ନେଇ ଚାଲିଗଲେ, ଧନ ସମ୍ପତ୍ତି ନେଇ ସାଥିରେ ଚାଲିଗଲେ, ଆଉ ମଦିନାବାସୀ ନିଜ ରସୂଲଙ୍କୁ ସାଥିରେ ନେଇ ନିଜ ସହରକୁ ଫେରିଗଲେ। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ନିଃସନ୍ଦେହରେ ଏକଥା ଜଣେ ନିର୍ବୋଧ ଯୁବକ ମୁଖରୁ ନିଃସୃତ ହୋଇଛି, କିନ୍ତୁ ଏଥିଯୋଗୁଁ ତୁମମାନଙ୍କୁ ଆସନ୍ତାରେ ସାଂସାରିକ ରାଜତ୍ୱ କଦାପି ଲାଭ ହେବ ନାହିଁ। ଏବେ ତୁମକୁ ତୁମ ସେବାର ପ୍ରତିଫଳ ହଜେ କୌସର ଅର୍ଥାତ୍ ପରକାଳରେ ପ୍ରାପ୍ତ ହେବ। ମହାଭାଗ କହିଲେ, ଦେଖିନିଅ, ଇତିହାସ ସ୍ପଷ୍ଟ ରୂପେ ଦର୍ଶାଉଛି
ଯେ 1300 ବର୍ଷ ଅତିବାହିତ ହୋଇଗଲାଣି, 1400 ବର୍ଷ ଜାରି ହୋଇଯାଇଛି, ବରଂ ଏବେ ତ ତାହା ମଧ୍ୟ ଅତିବାହିତ ହୋଇଗଲାଣି। ଇତିମଧ୍ୟରେ ପ୍ରତ୍ୟେକ ଗୋଷ୍ଠୀ ଇସଲାମର ଆଶିଷ ଫଳରେ ରାଜା ମହାରାଜା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି, କିନ୍ତୁ କୌଣସି ଅନସାରକୁ ଏଯାବତ୍ ରାଜା ବା ଶାସକ ହେବାର ସୌଭାଗ୍ୟ ଲାଭ ହୋଇନାହିଁ। ସୁତରାଂ ଅନେକ ସମୟରେ ଜଣେ ବ୍ୟକ୍ତିର କଥା ସମଗ୍ର ଗୋଷ୍ଠୀ ପାଇଁ କ୍ଷତି ଓ ହାନିର କାରଣ ସାବ୍ୟସ୍ତ ହୋଇଥାଏ। ହଜରତ ମୁସଲିମ ମଉଦ୍ ରଜିୟତାଲା ଏହି ଘଟଣା ନିଜର ଏକ ଖୁତବାରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଏହି ଚର୍ଚ୍ଚା କରି ହୁଜୁର ରଜିୟତାଲା ଜମାତକୁ ଯେଉଁ ଉପଦେଶ ଦେଇଛନ୍ତି, ତାହା ଆଜି ମଧ୍ୟ ଆମମାନଙ୍କ ସକାଶେ ସେହିପରି ଗୁରୁତ୍ୱପୂର୍ଣ୍ଣ ଯେପରି ସେତେବେଳେ ଥିଲା। ହଜରତ ମୁସଲିମ ମଉଦ୍ ରଜିୟତାଲା କୁହନ୍ତି, ସେହି ଲୋକମାନେ ଯେ ବଳିଦାନ ଏଥିସକାଶେ କରିଥାନ୍ତି ଯେ ତାହା ଫଳରେ ତାଙ୍କୁ କୌଣସି ପଦପଦବୀ ଅବା ଧନଦୌଲତ ଆଦି ମିଳିଯିବ, ସେମାନେ କଦାପି ମୋ ଅର୍ଥାତ୍ ଖଲିଫାଙ୍କ ଡାକରାରେ ବଳିଦାନ କରିବାକୁ ନ ଆସନ୍ତୁ, ବରଂ ସେହି ଲୋକମାନେ ଆସନ୍ତୁ ଯିଏ ଈଶ୍ୱରଙ୍କ ସକାଶେ ବଳିଦାନ ଓ ତ୍ୟାଗ କରିବାକୁ ଚାହୁଁଛନ୍ତି। କାରଣ ମୁଁ ସ୍ୱୟଂ ଶାରୀରିକ ଦୃଷ୍ଟିରୁ ଜଣେ ଦୁର୍ବଳ ଓ ବ୍ୟାଧିଗ୍ରସ୍ତ ମଣିଷ। ମୁଁ କାହାର ଦୟା ଓ ଅନୁକମ୍ପାର ଭାର ବହନ କରିପାରିବି ନାହିଁ। ସୁତରାଂ ମୁଁ ନିଜ ପାଇଁ ମାଗୁନାହିଁ। ନିଜ ଯିଏ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦେଇଥାଏ ସେ ଦେଉ ଓ ସେହି ସର୍ବଶକ୍ତିମାନ ପ୍ରଭୁ ତାହାକୁ ତାହାର ପ୍ରତିଫଳ ପ୍ରଦାନ କରିବେ। ଈଶ୍ୱରଙ୍କ ଉପରେ ଭରସା ରଖିବା ଉଚିତ। ଯଦି ସେ ଅର୍ଥାତ୍ ଅଲ୍ଲାହ ଇଚ୍ଛା କରନ୍ତି ତେବେ ତାକୁ ଏହି ଇହକାଳରେ ହିଁ ପ୍ରଦାନ କରିଦେବେ, ଆଉ ଯଦି ଇଚ୍ଛା କରନ୍ତି ତେବେ ତାକୁ ପରକାଳରେ ପ୍ରଦାନ କରିବେ। ସେ ଯାହା ହେଉ, ଯେଉଁ ବ୍ୟକ୍ତି ନିଷ୍ଠାର ସହିତ ବଳିଦାନ କରିଥାଏ ତାହାର ବଳିଦାନ ବ୍ୟର୍ଥ ଯାଇନଥାଏ। ବିଶ୍ୱାସକାରୀର ବଳିଦାନକୁ କେହି ହେଲେ ମଧ୍ୟ ନଷ୍ଟ କରିପାରିନଥାନ୍ତି। ସୁତରାଂ ସେହି ଲୋକମାନେ ବଳିଦାନକାରୀ ଯେ ଈଶ୍ୱରଙ୍କୁ ନିଜ ସମ୍ମୁଖରେ ରଖନ୍ତି, ନା କି ସଂସାରକୁ। ପ୍ରିୟ ବତ୍ସ, ଏକ ବୟସରେ ଉପନୀତ ହେବା ପରେ ଜମାତର ସଦସ୍ୟଙ୍କ ମନରେ ଏହି ଭାବନା ଜାଗ୍ରତ ହୋଇଥାଏ ଯେ ଆମର ଏପରି ଅଭିଜ୍ଞତା ରହିଛି, ଆମେ ଏପରି ବୁଦ୍ଧିମାନ, ଏପରି ସେବା କରୁଛୁ, ଆମକୁ ତାହାର ପୁରସ୍କାର ମିଳିବା ଉଚିତ, ଯାହାକି ମିଳୁନାହିଁ। ସେମାନେ ଚିନ୍ତା କରନ୍ତୁ ଯେ କ'ଣ ତାଙ୍କୁ କେବଳ ସାଂସାରିକ ପୁରସ୍କାର ଲୋଡ଼ା ଅବା ସେମାନଙ୍କୁ ଆଲ୍ଲାହ ତାଆଲାଙ୍କ ପୁରସ୍କାରର ଉତ୍ତରାଧିକାରୀ ହେବାର ଅଛି। ଆଜିଠାରୁ ଅନସାରମାନଙ୍କର ଇଜ୍ତେମା ମଧ୍ୟ ଅନୁଷ୍ଠିତ ହେଉଅଛି। ଏଠାରେ ଇଂଲଣ୍ଡରେ ଏହି ବୟସରେ ଏପରି ଚିନ୍ତାଧାରା ମନରେ ଉଦ୍ରେକ ହୋଇଥାଏ। ଯେତେବେଳେ କି ଅଭିଜ୍ଞତା ଆସିଯାଇଥାଏ, ଅନସାରମାନଙ୍କୁ ମଧ୍ୟ ମୁଁ କହିବାକୁ ଚାହେଁ ଯେ ଯଦି କାହାରି ମନରେ ନିଜ ଅଭିଜ୍ଞତା ଓ ସେବା କରିବାକୁ କେନ୍ଦ୍ର କରି ଏପରି ଭାବନା ମନରେ ଉତ୍ପନ୍ନ ହୁଏ, ଜାତ ହୁଏ, ତେବେ ତାହାକୁ ସେ ଛିଞ୍ଚାଡ଼ି ଦେବା, ଦୂରେଇ ଦେବା ଉଚିତ। ଈଶ୍ୱରଙ୍କ ପ୍ରୀତିଭାଜନ ଲାଭ କରିବାକୁ ଉଦ୍ୟମ କରିବା ଉଚିତ। ସେହି ବର୍ଣ୍ଣନା କ୍ରମରେ ପଲ୍ଲୀବାସୀ ଓ ଗାଉଁଲି ଲୋକମାନଙ୍କ ଧୈର୍ଯ୍ୟହରା ହେବାର ମଧ୍ୟ ଚର୍ଚ୍ଚା ମିଳୁଅଛି। ମାଲେ ଗନିମତ ବଣ୍ଟନ ସମୟରେ କିଛି ଗାଉଁଲି ଲୋକମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ଘେରି ନେଇଥିଲେ ଓ ଧନ ସମ୍ପତ୍ତି ମାଲେ ଗନିମତର ଦାବି କରିଥିଲେ, କିନ୍ତୁ ସେମାନଙ୍କର ଏହି ଅସଭ୍ୟ ଓ ଅଶିଷ୍ଟ ଆଚରଣ ସତ୍ତ୍ୱେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ତାଙ୍କୁ କିଛି କହିଲେ ନାହିଁ, ନା ହିଁ ତାଙ୍କ ଉପରେ କ୍ରୋଧିତ ହେଲେ, ବରଂ ସ୍ମିତହାସ୍ୟ ପ୍ରକଟ କରି ଅତି ଭଦ୍ରତାର ସହିତ ତରବିୟତ କଲେ ଓ ସେମାନଙ୍କୁ ଅର୍ଥ ପ୍ରଦାନ କଲେ। ହଜରତ ମୁସଲିମ ମଉଦ୍ ରଜିୟତାଲା କୁହନ୍ତି, ଏହି ଯୁଦ୍ଧଗୁଡ଼ିକରୁ ମୁକ୍ତ ହେବା ପରେ, ଖଲାସ ହେବା ପରେ ସେହି ଧନ ସମ୍ପତ୍ତି ଯାହାକି ଶତ୍ରୁ ପକ୍ଷରୁ ହାସଲ ହୋଇଥିଲା, ଶତ୍ରୁ ଛାଡ଼ି ପଳାୟନ କରିଥିଲା, ତାହା ପାରମ୍ପରିକ ଦୃଷ୍ଟିରୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ମୁସଲମାନ ସୈନିକମାନଙ୍କ ମଧ୍ୟରେ ବଣ୍ଟନ କରିବାର ଥିଲା, କିନ୍ତୁ ତାହା ପରିବର୍ତ୍ତେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ମକ୍କା ଓ ଆଖପାଖର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଲେ। କାରଣ
ସେମାନଙ୍କ ଅନ୍ତରରେ ବିଶ୍ୱାସ ଉତ୍ପନ୍ନ ହୋଇନଥିଲା। ସେମାନଙ୍କ ମଧ୍ୟରୁ ଅନେକ ସେ ପର୍ଯ୍ୟନ୍ତ ମାନ୍ୟକାରୀ ଥିଲେ। ଆଉ ଯେଉଁମାନେ ମୁସଲମାନ ହୋଇଥିଲେ ସେମାନେ ନବାଗତ ମୁସଲମାନ ଥିଲେ। ଏହା ସେମାନଙ୍କ ସକାଶେ ଏକ ନୂଆ କଥା ଥିଲା ଯେ ଗୋଟିଏ ଗୋଷ୍ଠୀ ନିଜର ଧନ ଅନ୍ୟମାନଙ୍କ ଉପରେ ଲୁଟାଇ ଦେଉଛି। ଅନେକ ଲୋକଙ୍କ ମନରେ ସେହି ଧନ ବାଣ୍ଟିବା ଦ୍ୱାରା ସେମାନଙ୍କ ହୃଦୟରେ ପୁଣ୍ୟ ଓ ଧର୍ମନିଷ୍ଠତା ଉତ୍ପନ୍ନ ହେବା ପରିବର୍ତ୍ତେ ଈର୍ଷାପରାୟଣତା ଆହୁରି ବୃଦ୍ଧି ପାଇଲା। ସେମାନେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମକୁ ଚତୁଃପାର୍ଶ୍ୱରୁ ଘେରିନେଲେ ଓ ଅର୍ଥ ଦାବି କରିବା ସହିତ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମକୁ ବିରକ୍ତ କରିବା ଆରମ୍ଭ କରିଦେଲେ। ଏପରିକି ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମକୁ ଧକ୍କା ଦେଇ ଏକ ବୃକ୍ଷ ଆଡ଼କୁ ନେଇଗଲେ ଏବଂ ଜଣେ ବ୍ୟକ୍ତି ତ ହୁଜୁର ସല്ലଲ୍ଲାହୁ ଆଲୈହି ವସಲ್ಲମଙ୍କ ଚାଦର ଯାହାକି ଆପଣଙ୍କ କାନ୍ଧରେ ରହିଥିଲା ତାହାକୁ ଧରି ଏପରି ମୋଡ଼ିଲା ଯେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ଶ୍ୱାସରୁଦ୍ଧ ହେବା ଆରମ୍ଭ ହୋଇଗଲା। ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ କହିଲେ, ହେ ଲୋକମାନେ, ଯଦି ମୋ ନିକଟରେ ଆଉ କିଛି ଧନ ଥାନ୍ତା ତେବେ ତାହା ମୁଁ ତୁମମାନଙ୍କୁ ନିଶ୍ଚୟ ପ୍ରଦାନ କରିଦେଇଥାନ୍ତି ଆଉ ତୁମେମାନେ ମୋତେ କଦାପି ଲୋଭୀ ଅବା କାପୁରୁଷ ପାଇନଥାନ୍ତ। ପୁନଶ୍ଚ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ନିଜ ଓଟ ପାଖକୁ ଗଲେ ଓ ତାହାର ଏକ ଚୁଟି କାଢ଼ି ତାହାକୁ ଊର୍ଦ୍ଧ୍ୱଗାମୀ କଲେ ଏବଂ କହିଲେ, ହେ ଲୋକମାନେ, ମୋତେ ତୁମ ଧନରୁ ଏହି ଚୁଟି ବରାବର ଧନର ମଧ୍ୟ ଆବଶ୍ୟକତା ନାହିଁ, ଲୋଡ଼ା ନାହିଁ। କେବଳ ସେହି 1/5 ବ୍ୟତୀତ ଯାହାକି ଆରବର ନିୟମାନୁଯାୟୀ ପ୍ରଶାସନର ଅଧିକାର ରହିଛି, ଆଉ ତାହାକୁ ମଧ୍ୟ ମୁଁ ନିଜ ସ୍ୱାର୍ଥରେ ବ୍ୟୟ କରୁନାହିଁ, ବରଂ ତୁମମାନଙ୍କ ହିତ ସାଧନରେ ବ୍ୟବହୃତ ହେଉଛି। ମନେରଖ, ବିଶ୍ୱାସଘାତୀ ପ୍ରଳୟ ଦିବସରେ ଆଲ୍ଲାହଙ୍କ ସମକ୍ଷ ଅପମାନିତ ହେବ। ଲୋକମାନେ କହୁଛନ୍ତି ମୁହମ୍ମଦ ସല്ലଲ୍ଲାହୁ ଆଲୈହି ವಸಲ್ಲମ ସମ୍ରାଟ ହେବାର ଅଭିଳାଷୀ ଥିଲେ। କ'ଣ ଜଣେ ରାଜଧିରାଜ ଓ ଜନତା ମଧ୍ୟରେ ଏପରି ସମ୍ପର୍କ ରହିଥାଏ? କ'ଣ କାହାରି ସାମର୍ଥ୍ୟ ଥାଏ ଯେ ସେ ଜଣେ ସମ୍ରାଟକୁ ଏପରି ଧକ୍କା ଦେଇ ନେଇ ଚାଲିଯିବ ଓ ତାହା ଗଳାରେ କପଡ଼ା ଧରି ତାହାକୁ ଭିଞ୍ଚିବ? ଆଲ୍ଲାହଙ୍କ ରସୂଲଙ୍କ ବ୍ୟତୀତ ଏପରି ନମୁନା କିଏ ଦେଖାଇ ପାରିବ ଭଲା? କିନ୍ତୁ ଏପରି ଅଜସ୍ର ଧନ ଦୌଲତ ଗରିବ ଓ ଅଭାବୀମାନଙ୍କ ମଧ୍ୟରେ ବଣ୍ଟନ କରିବା ସତ୍ତ୍ୱେ ସେତେବେଳେ ଏପରି କଠୋର ହୃଦୟ ଲୋକ ମଧ୍ୟ ରହିଥିଲେ ଯିଏକି ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ବଣ୍ଟନ ପ୍ରକ୍ରିୟାକୁ ନ୍ୟାୟସଙ୍ଗତ ବୋଲି ବିବେଚିତ କରୁନଥିଲେ। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ମାଲେ ଗନିମତ ବାଣ୍ଟିବା ସମ୍ପର୍କରେ ପ୍ରାୟତଃ ଏହି ନିୟମ ରହିଥିଲା ଯେ ମାଲେ ଗନିମତ ମଧ୍ୟରୁ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ 1/5 ପୃଥକ କରି ନେଉଥିଲେ ଓ ନିଜ ଇଚ୍ଛା ଅନୁସାରେ ସେହି ଧନକୁ ବ୍ୟୟ କରୁଥିଲେ ଓ ଅନ୍ୟ ସମସ୍ତ ଧନକୁ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସୈନିକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ସେହି ଲୋକମାନଙ୍କ ମଧ୍ୟରେ ପଦାତିକ ଅଶ୍ୱାରୋହୀ ସାମିଲ ଥିଲେ। ଅତଏବ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ସେହି ଧନକୁ ପଦାତିକ ଓ ଅଶ୍ୱାରୋହୀଙ୍କ ମଧ୍ୟରେ ବାଣ୍ଟି ଦେଲେ। କିନ୍ତୁ ହୁନୈନ ଯୁଦ୍ଧର ମାଲେ ଗନିମତ ବାଣ୍ଟିବା ସମ୍ପର୍କରେ ଯେତେବେଳେ କେତେକ ଅନସାରମାନଙ୍କ ପକ୍ଷରୁ ଏହା ପ୍ରଶ୍ନ ଓ ଆପତ୍ତି କରାଗଲା କି ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଆମମାନଙ୍କୁ କିଛି ଦେଲେ ନାହିଁ ଓ ଅନ୍ୟମାନଙ୍କୁ ସବୁ କିଛି ପ୍ରଦାନ କରିଦେଲେ, ତେବେ ଏଠାରେ ଏହି ପ୍ରଶ୍ନ ଉତ୍ଥାପିତ ହୁଏ ଯେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଯୁଦ୍ଧରେ ସାମିଲ ହୋଇଥିବା ଲୋକମାନଙ୍କୁ ମାଲେ ଗନିମତ ମଧ୍ୟରୁ କିଛି ବି ଦେଇ ନଥିଲେ ବା କେବଳ ସେମାନଙ୍କର ଭାଗ ପ୍ରଦାନ କରିଥିଲେ ଓ ଧନକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ସେ ଯାହା ହେଉ, ଆମମାନଙ୍କର ଯେଉଁ ତଦନ୍ତକାରୀ ଦଳ ରହିଛି ସେ ଏହା କୁହେ ଯେ ଆମେମାନେ ଜୀବନୀର ଯେଉଁ ପ୍ରାରମ୍ଭିକ ବିଶ୍ୱାସଯୋଗ୍ୟ ପୁସ୍ତକ ରହିଛି ତାହାକୁ ଦେଖୁଅଛୁ ଯେ କୌଣସି ପୁସ୍ତକରେ
ଏହି ପ୍ରଶ୍ନର ବିସ୍ତୃତ ଭାବରେ ବର୍ଣ୍ଣନା ନାହିଁ, କିନ୍ତୁ ସେମାନଙ୍କ ମତରେ ଇତିହାସ ଓ ଜୀବନୀ ପୁସ୍ତକମାନଙ୍କର ଅଧ୍ୟୟନ କରିବା ଦ୍ୱାରା ଏହା ଜ୍ଞାତ ହୁଏ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଭାଗ ପ୍ରଦାନ କରିଥିଲେ, ଅର୍ଥାତ୍ ପ୍ରତ୍ୟେକ ଅଂଶଗ୍ରହଣକାରୀକୁ ଗୋଟିଏ ଓଟରୁ 40ଟି ଓଟ ଅବା ଛେଳି ଆକାରରେ ପ୍ରଦାନ କରିଥିଲେ। ସେହିପରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅଶ୍ୱାରୋହୀମାନଙ୍କୁ ସେମାନଙ୍କ ଭାଗ ପ୍ରଦାନ କରିଥିଲେ। ଏହା ମଧ୍ୟ ଇଙ୍ଗିତ ମିଳେ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପଞ୍ଚମାଂଶ ଲୋକମାନଙ୍କୁ ପ୍ରଦାନ କରିଦେଇଥିଲେ, କିନ୍ତୁ ଏହି ସମ୍ଭାବନା ମଧ୍ୟ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମାଲେ ଗନିମତରୁ କାହାରିକୁ କିଛି ବି ପ୍ରଦାନ କରି ନଥାଇ ପାରନ୍ତି। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁଙ୍କ ଏକ ଆଲେଖ୍ୟରୁ ମଧ୍ୟ ଏହି ପ୍ରତିକ୍ରିୟା ମିଳେ, ଯେପରିକି ଉପରୋକ୍ତରେ ବର୍ଣ୍ଣନା କରାଯାଇଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯୁଦ୍ଧ ସମାପ୍ତ ହେବା ପରେ ଯେଉଁ ଧନ ଶତ୍ରୁ ପକ୍ଷରୁ ଲାଭ ହୋଇଥିଲା, ଶତ୍ରୁକୁ ପରାଜୟ କରିବା ଫଳରେ ହାସଲ ହୋଇଥିଲା, ତାହାକୁ ଏକତ୍ରିତ କରାଇବାର ଆଦେଶ ଦେଲେ। ତାପରେ ହୁଜୁର ଇସଲାମୀୟ ସୈନିକମାନଙ୍କ ମଧ୍ୟରେ ତାହାକୁ ବାଣ୍ଟି ଦେଇଥିଲେ ବା ବାଣ୍ଟିବାର ଥିଲା, କିନ୍ତୁ ହୁଜୁର ତାହାକୁ ମକ୍କାର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ହଦିସରୁ ବର୍ଣ୍ଣନା ମିଳୁଅଛି ଯେ ମାଲେ ଗନିମତ ବଣ୍ଟନ ସମୟରେ ଜଣେ ଗାଉଁଲି ବ୍ୟକ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହୋଇ କହିଲା, ହେ ମହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लम, ଆପଣ ମୋତେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରନ୍ତୁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ତୁମକୁ ଅଭିନନ୍ଦନ। ସେ ଗାଉଁଲି ବ୍ୟକ୍ତି କହିଲା, ଆପଣ ଅନେକ ଥର ଏପରି କଥା କହିସାରିଛନ୍ତି, କିନ୍ତୁ ଏଯାବତ୍ କିଛି ହେଲେ ମୋତେ ପ୍ରଦାନ କରିନାହାନ୍ତି, ବାସ୍ ଆଶ୍ୱାସନା ଦେଇ ଚାଲିଛନ୍ତି। ମହାଭାଗ ତାହାର ଏହି ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ହେଲେ ଏବଂ ହୁଜୁର ତାହା ଆଡ଼ୁ ନିଜ ପବିତ୍ର ମୁଖ ଫେରାଇ ନେଲେ। ସେହି ସ୍ଥଳେ ହଜରତ ଅବୁ ମୁସା ଅଶରୀ ରଜିୟଲ୍ଲାହୁ ଓ ହଜରତ ବିଲାଲ ରଜିୟଲ୍ଲାହୁ ଛିଡ଼ା ହୋଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାଙ୍କ ଆଡ଼କୁ ଚାହିଁ କହିଲେ, ଇଏ ତ ସୁସମାଚାର ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଦେଇଛି, ଏବେ ତୁମେମାନେ ତାହାକୁ ଗ୍ରହଣ କରିନିଅ। ଉଭୟ ଅର୍ଥାତ୍ ହଜରତ ଅବୁ ମୁସା ଅଶରୀ ରଜିୟଲ୍ଲାହୁ ଓ ହଜରତ ବିଲାଲ ରଜିୟଲ୍ଲାହୁ କହି ଉଠିଲେ, ହେ ଆଲ୍ଲାହଙ୍କ ରସୂଲ ସଲ୍ଲଲ୍ଲାହୁ ଆଲାଇହି वसल्लम, ଆମେ ତାହା ଗ୍ରହଣ କରିନେଲୁ। ସେଥିଅନ୍ତେ ମହାଭାଗ ଜଳପାତ୍ର ମଗାଇଲେ ଓ ତହିଁରେ ନିଜ ପବିତ୍ର ହାତ ଓ ମୁଖ ଧୋଇଲେ ଏବଂ ସେଥିରେ ବର୍ତ୍ତି ଯାଇଥିବା ଜଳକୁ ହଜରତ ଅବୁ ମୁସା ଅଶରୀ ଓ ହଜରତ ବିଲାଲ ରଜିୟଲ୍ଲାହୁଙ୍କୁ ପ୍ରଦାନ କଲେ। ଆଉ କହିଲେ, ତୁମେ ଦୁହେଁ ତାହାକୁ ପାନ କରିନିଅ ଓ ନିଜ ଚେହେରା ଓ ବକ୍ଷରେ ମଧ୍ୟ ଛିଞ୍ଚି ଦିଅ ତଥା ଆନନ୍ଦିତ ହୋଇଯାଅ। ବସ୍ତୁତଃ ସେମାନେ ସେହି ଜଳପାତ୍ରକୁ ସଂଗ୍ରହ କରି ସେହିପରି ହିଁ କଲେ। ମହାମହିମ ଏଠାରେ ପବିତ୍ର ସହଧର୍ମିଣୀ ମାନଙ୍କର ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପବିତ୍ର ପତ୍ନୀମାନଙ୍କର ନିଷ୍ଠା ଓ ମହାଭାଗଙ୍କ ପବିତ୍ର ଅସ୍ତିତ୍ୱର ଆଶିଷରୁ ଉପକୃତ ହେବାର ମଧ୍ୟ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳୁଅଛି। ଉଲ୍ଲେଖ ରହିଛି, ନିକଟରେ ହିଁ ଏକ ଶିବିର ଉମ୍ମୁଲ୍ ମୁମିନିନ୍ ବିଶ୍ୱାସକାରୀଙ୍କର ମାତା ହଜରତ ଉମ୍ମେ ସଲମା ରଜିୟଲ୍ଲାହୁଙ୍କର ରହିଥିଲା। ସେ ପରଦା ଆଢ଼ୁଆଳରୁ ରହି ଏହି ସାହାବାଦ୍ୱୟଙ୍କୁ କହିଲେ, ଅର୍ଥାତ୍ ହଜରତ ଅବୁ ମୁସା ଅଶରୀ ରଜିୟଲ୍ଲାହୁ ଓ ହଜରତ ବିଲାଲ ରଜିୟଲ୍ଲାହୁଙ୍କୁ, ଯେ ନିଜ ମାତାଙ୍କ ପାଇଁ ମଧ୍ୟ କିଛି ଜଳ ବଳକା ରଖିବ। ଅତଏବ ସେମାନେ ହଜରତ ଉମ୍ମେ ସଲମା ରଜିୟଲ୍ଲାହୁଙ୍କ ପାଇଁ କିଛି ଜଳ ଛାଡ଼ି ଦେଇଥିଲେ। ଏହିପରି ଆଉ ଏକ ବର୍ଣ୍ଣନା ଉଲ୍ଲେଖ ରହିଛି, ଜଣେ ବ୍ୟକ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହେଲା ଓ ସେ ଛେଳିମାନଙ୍କର ଏକ ବିଶାଳ ପଲ୍ଲକୁ ଦେଖିଲା। ସେହି ଛେଳି ପଲ୍ଲକୁ ଦେଖି ସେ ବିସ୍ମିତ ହେଲା। ଆଉ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆପଣ ସଲ୍ଲଲ୍ଲାହୁ ଆଲାଇହି वसल्लम ମୋତେ ଏହି ଛେଳି ପଲ୍ଲକୁ ପ୍ରଦାନ କରିଦିଅନ୍ତୁ।
ଏଥିରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ନିର୍ଦ୍ୱନ୍ଦ୍ୱରେ ସେହି ବ୍ୟକ୍ତିକୁ ଉକ୍ତ ଛେଳି ପଲ୍ଲଟି ପ୍ରଦାନ କରିଦେଲେ। ସେହି ବ୍ୟକ୍ତି ଜଣକ ତାହାକୁ ଧରି ନିଜର ଜାତି ଆଡ଼କୁ ଚାଲିଗଲା ଏବଂ କହିବାକୁ ଲାଗିଲା, ହେ ଲୋକମାନେ, ତୁମେମାନେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଉପରେ ବିଶ୍ୱାସ ନେଇ ଆସ। ମୁହମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लम ତ ଏତେ ପ୍ରଦାନ କରୁଛନ୍ତି ଯେ ତାଙ୍କୁ ଦାରିଦ୍ରତା ଓ ନିର୍ଧନର କୌଣସି ଭୟ ହିଁ ନାହିଁ। ଜୀବନୀ ଲେଖାଳିମାନେ ଉଲ୍ଲେଖ କରିଛନ୍ତି, ଏହି ଘଟଣା ମଧ୍ୟ ସେହି ବର୍ଣ୍ଣନାଟି ହେଉଛି ହଦିସର ଏକ ବର୍ଣ୍ଣନା। ସେ ଯାହା ହେଉ, ଆହୁରି ଅନେକ ଏପରି ଘଟଣାବଳୀ ରହିଛି ଯାହାକୁ ମୁଁ ଇନଶାଆଲ୍ଲାହ ତାଆଲା ଆସନ୍ତା ଖୁତବାରେ ବର୍ଣ୍ଣନା କରିବି। ବର୍ତ୍ତମାନ ମୁଁ କେତେକ ମୃତକଙ୍କର ଉତ୍ତମ ଚରିତ୍ର ଚର୍ଚ୍ଚା କରିବାକୁ ଚାହୁଁଛି। ଜୁମା ନମାଜ ପରେ ମୁଁ ସେମାନଙ୍କର ନମାଜ ଜାନାଜା ଗାଏବ ମଧ୍ୟ ପାଠ କରାଇବି। ତେବେ ପ୍ରଥମ ଚର୍ଚ୍ଚା ହେଉଛି ଶ୍ରୀଯୁକ୍ତ ଫହିମୁଦ୍ଦିନ ନାସିର ସାହେବଙ୍କର। ସେ ରୋମାନିଆରେ ମୁବଲ୍ଲିଗ ସିଲସିଲା ଭାବରେ ଦାୟିତ୍ୱ ସମ୍ପାଦନ କରୁଥିଲେ। ବିଗତ ଦିନରେ 52 ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସ୍ୱର୍ଗତ ଫହିମୁଦ୍ଦିନ ସାହେବ ମୁସି ଥିଲେ। ତାଙ୍କ ବଂଶରେ ଅହମଦିୟା ତାଙ୍କର ପଡ଼ଦାଦା ହଜରତ ମିର୍ଜା ଆଲମଦିନ ସାହେବଙ୍କ ମାଧ୍ୟମରେ ପ୍ରବିଷ୍ଟ ହୋଇଥିଲା। ସେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ବୟତ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। କାଦିଆନ ନିକଟବର୍ତ୍ତୀ ଲୋଧି ନଙ୍ଗଲ ନାମକ ଏକ ଗ୍ରାମର ବାସିନ୍ଦା ଥିଲେ। ସେ ଗ୍ରାମର ଇମାମ ମସଜିଦ ନୂର ମହମ୍ମଦ ସାହେବ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କର ବୟତ କରି ଆସିଥିଲେ। ଗାଁକୁ ଫେରି ଆସିବା ପରେ ସେ ଘୋଷଣା କରିଥିଲେ ଯେ ମୁଁ ଇମାମ ମେହେଦୀଙ୍କର ବୟତ କରି ଆସିଛି। ସେ ସତ୍ୟବାଦୀ, ତେଣୁକରି ତୁମେମାନେ ମଧ୍ୟ ତାଙ୍କୁ ସ୍ୱୀକାର କରିନିଅ। ଏତତ୍ ପରେ ମିର୍ଜା ଆଲମଦିନ ମଧ୍ୟ ବୟତ କରି ନେଇଥିଲେ। ଫହିମୁଦ୍ଦିନ ନାସିର ସାହେବ ଜୁନ ମାସ 1996 ମସିହାରେ ଜାମିଆ ଆହମଦିୟାରୁ ଉତ୍ତୀର୍ଣ୍ଣ ହୋଇଥିଲେ। ତାପରେ ତାଙ୍କୁ ପାକିସ୍ତାନର ବିଭିନ୍ନ ସ୍ଥାନକୁ ପ୍ରେରଣ କରାଯାଇଥିଲା। ବିଭିନ୍ନ ଜମାତରେ ସେ ସେବା କରିଥିଲେ। ତଫସିରେ କୁରାନର ସ୍ନାତକତ୍ୱ ମଧ୍ୟ ପ୍ରାପ୍ତ କରିଥିଲେ। 2006 ମସିହାରେ ତାଙ୍କୁ ରୋମାନିଆ ପ୍ରେରଣ କରିଦିଆଯାଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସେ ସେହିଠାରେ ହିଁ ସେବା ସମ୍ପାଦନ କରିଥିଲେ। ସ୍ୱର୍ଗତ ଫହିମୁଦ୍ଦିନ ସାହେବଙ୍କ ପତ୍ନୀ ନସିରା ଫହିମ ସାହେବା ଉଲ୍ଲେଖ କରନ୍ତି, ମୋ ସ୍ୱାମୀ ଜଣେ ଆଦର୍ଶ ବ୍ୟକ୍ତି ଥିଲେ, ଜଣେ ଆଦର୍ଶ ପିତା ଥିଲେ। ଜୀବନର ଅନନ୍ୟ ପକ୍ଷରେ ତାଙ୍କର ଈଶ୍ୱରଙ୍କ ସହିତ ଦୃଢ଼ ସମ୍ପର୍କ, ଦୃଢ଼ ବିଶ୍ୱାସ, ଉପାସନା, ଦୁଆ, ଧୈର୍ଯ୍ୟ, ସାହସ, ସହିଷ୍ଣୁତା ଭାବ, ଧର୍ମ ସେବା କରିବା ପ୍ରତି ଅଭିରୁଚି ଓ ଆଗ୍ରହ, ଉତ୍ସାହ ଭରି ରହିଥିଲା। ଏପରି ଅନେକ ସୁଗୁଣର ଅଧିକାରୀ ଥିଲେ ସେ। ଖିଲାଫତ ସହିତ ସୁଦୃଢ଼ ସମ୍ପର୍କ ରହିଥିଲା ତାଙ୍କର। ପ୍ରତ୍ୟେକ ପ୍ରକାରର ବ୍ୟକ୍ତିଗତ ଓ ଜମାତୀୟ କାର୍ଯ୍ୟ ପୂର୍ବରୁ ହୁଜୁରଙ୍କୁ ସେ ପତ୍ର ଲେଖୁଥିଲେ ଓ ମାର୍ଗଦର୍ଶନ ଲୋଡ଼ୁଥିଲେ। ସେହିପରି ମୋ ସ୍ୱାମୀ ଜମାତର ସଦସ୍ୟବୃନ୍ଦ ଓ ନିଜର ସନ୍ତାନମାନଙ୍କର ସର୍ବଦା ନିଜ ବ୍ୟବହାରିକ ଉଦାହରଣ ଦ୍ୱାରା ସଂସ୍କାର କରୁଥିଲେ। ତାଙ୍କର ବୁଝାଇବାର ଶୈଳୀ ଅତି ସୁନ୍ଦର ଓ ଅନନ୍ୟ ଥିଲା। ସେ ଯାହା ଯଥା ସମୟରେ ନମାଜ ପାଠ, ତେହଜୁଦ ପାଠ କରିବା, ନଆଫିଲ ପାଠ କରିବାର ଅଭ୍ୟସ୍ତ ଥିଲେ। ରୋଗର ଭୀଷଣତାରେ ମଧ୍ୟ ସେ ନମାଜ ପାଠ କରିବା ପ୍ରତି ଧ୍ୟାନ ରଖୁଥିଲେ। ଶେଷ ଦିନମାନଙ୍କରେ ଯେତେବେଳେ କି ତାଙ୍କୁ କର୍କଟ ରୋଗର ସେ ଆକ୍ରାନ୍ତ ହୋଇଥିଲେ ଓ ଯନ୍ତ୍ରଣା ବେଶ ବଢ଼ିଯାଇଥିଲା ତାଙ୍କର, ସେତେବେଳେ ସେ କଲମ ଓ ଖାତା ପ୍ରତି ଇଙ୍ଗିତ କରିଥିଲେ, କିଛି ଲେଖିବାକୁ ଚାହୁଁଥିଲେ। ଯେତେବେଳେ ତାହା ତାଙ୍କୁ ଯୋଗାଇ ଦିଆଗଲା, ସେତେବେଳେ ସେ ଲେଖିଲେ ଯେ ଈଶ୍ୱରଙ୍କ ଉପାସନା କରିବ। ଏହି ଓସିୟତ କଲେ ଯେ ସର୍ବଦା ଆଲ୍ଲାହ ତାଆଲାଙ୍କର ଉପାସନା କରିବ ଓ ତାଙ୍କ ନିକଟରେ ସର୍ବଦା ଦୁଆ କରୁଥିବ। ପ୍ରତ୍ୟେକ କଷ୍ଟ ସମୟରେ ଦୁଆ ତାହାଙ୍କ ଆସ୍ଥାନରେ ହିଁ ଆନତ ହେଉଥିବ। ସ୍ୱର୍ଗତ ଫହିମୁଦ୍ଦିନ ସାହେବ ନିଜର ପତ୍ନୀ ଓ ସନ୍ତାନମାନଙ୍କୁ ଉପଦେଶ ଦେଇ କହିଲେ
ଯାହା ବି ହୋଇଯାଉ ତୁମେମାନେ ଅଲ୍ଲାହ ତାଆଲାଙ୍କ ଆସ୍ଥାନକୁ ଛାଡ଼ିବ ନାହିଁ। ନିଜର ପତ୍ନୀ ଓ ସନ୍ତାନମାନଙ୍କୁ ସର୍ବଦା ଅନୁପ୍ରାଣିତ କରୁଥିଲେ, ଉତ୍ସାହିତ କରୁଥିଲେ। ସେ ତବଲିଗ କରିବାର ଅବସରକୁ କେବେ ବି ହାତଛଡ଼ା କରୁନଥିଲେ। ନିଜ ସହିତ ଜମାତୀୟ ପରିଚୟ ସମ୍ବଳିତ ଲିଟରେଚର, ପ୍ୟାମ୍ପଲେଟ୍ସ ବଗେରା ରଖୁଥିଲେ। ହସ୍ପିଟାଲକୁ ଚେକଅପ୍ କରିବାକୁ ଯାଉଥିବା ସମୟରେ ମଧ୍ୟ ସେତେବେଳେ ସେ ତବଲିଗ କରିବା କାମରୁ ବିରତ ରହୁନଥିଲେ ଓ ସେହି ଲିଫଲେଟ୍ ଓ ପ୍ୟାମ୍ପଲେଟ୍ସ ବଗେରା ଲୋକମାନଙ୍କୁ ପ୍ରଦାନ କରୁଥିଲେ। ମୁଖରେ ସର୍ବଦା ସ୍ମିତହାସ୍ୟ ବିଦ୍ୟମାନ ରହୁଥିଲା। ଜଣେ ମେଳାପୀ ବ୍ୟକ୍ତି ଥିଲେ। ତାଙ୍କ ସରଳ ସ୍ୱଭାବ ଯୋଗୁଁ ଲୋକମାନେ ମଧ୍ୟ ତାଙ୍କୁ ବେଶ ଭଲ ପାଉଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ରୋମାନିଆ ଦେଶର ଲୋକମାନେ, ତାଙ୍କର ଯେଉଁ ପଡ଼ୋଶୀମାନେ ଥିଲେ, କାନ୍ଦି କାନ୍ଦି ନିଜର ଭାବ ବ୍ୟକ୍ତ କଲେ ଓ ଗଭୀର ଦୁଃଖ ଓ ଶୋକ ପ୍ରକାଶ କଲେ। ସେମାନେ କହିଲେ ଯେ ସ୍ୱର୍ଗତଙ୍କ ବିୟୋଗ ଯୋଗୁଁ ଆମେମାନେ ମର୍ମାହତ। ରୋଗ ଥିବା ଦିନମାନଙ୍କରେ ମଧ୍ୟ ସେ ନିଜର ଦାୟିତ୍ୱକୁ ଖୁବ୍ ସୁନ୍ଦର ଭାବରେ ସମ୍ପାଦନ କରୁଥିଲେ। ଏପରିକି ବିୟୋଗର 2 ଦିନ ପୂର୍ବେ ଯେତେବେଳେ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଗଲା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲା, ଖାଦ୍ୟ ଖାଇବାରେ ସମସ୍ୟା ଦେଖାହେଲା, ସେତେବେଳେ ସ୍ୱର୍ଗତ ମହୋଦୟ ଜମାତୀୟ ପତ୍ରର ଉତ୍ତର ଲେଖୁଥିଲେ ଓ ଲୋକମାନଙ୍କ ଏଜେଣ୍ଡା ଅର୍ଜେଣ୍ଟ ପତ୍ରର ଉତ୍ତର ମଧ୍ୟ ଦେଉଥିଲେ। ସ୍ୱର୍ଗତ ଫହିମୁଦ୍ଦିନ ସାହେବ ରୋମାନିଆ ଭାଷାରେ ପବିତ୍ର କୁରାନର ସମ୍ପୂର୍ଣ୍ଣ ଅନୁବାଦ କରିବାକୁ ଚାହୁଁଥିଲେ। ସେ 1-2ଟି ପାରାର ଅନୁବାଦ ମଧ୍ୟ କରିସାରିଛନ୍ତି, କିନ୍ତୁ ଅନ୍ୟ କାର୍ଯ୍ୟ ଯୋଗୁଁ ଅତିରିକ୍ତ କାମ ଆହୁରି କରିପାରି ନାହାନ୍ତି। ସେହିପରି ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ପୁସ୍ତକ ମଧ୍ୟ ଅନୁବାଦ କରୁଥିଲେ। ବିଭିନ୍ନ ବିଭାଗ ସହିତ ଜଡ଼ିତ ସ୍ଥାନୀୟ ରୋମାନିଆ ସଦସ୍ୟମାନଙ୍କ ସହିତ ଯେତେବେଳେ ବି ଆପଣଙ୍କର ଭେଟ ହେଉଥିଲା, ସେତେବେଳେ ସେହି ରୋମାନିଆ ଲୋକମାନେ ଏହା ହିଁ କହୁଥିଲେ ଯେ ସ୍ୱର୍ଗତ ଫହିମୁଦ୍ଦିନ ସାହେବଙ୍କର ଭାଷା ଅତ୍ୟନ୍ତ ଶିଷ୍ଟ, ମାର୍ଜିତ ଓ ସାହିତ୍ୟିକ। ସେଠାକାର ସ୍ଥାନୀୟ ଅଧିବାସୀମାନେ କହୁଥିଲେ ଯେ ଆମେମାନେ କୌଣସି ଅଣ ରୋମାନିଆ ବ୍ୟକ୍ତିକୁ ଏଭଳି ଉତ୍ତମ ଓ ଉତ୍କୃଷ୍ଟ ଭାଷା କହୁଥିବାର କେବେ ବି ଦେଖିନାହୁଁ। ରୋମାନିଆ ଭାଷାରେ ସ୍ୱର୍ଗତ ଫହିମୁଦ୍ଦିନ ସାହେବଙ୍କର ଗଭୀର ଦଖଲ ରହିଥିଲା। ସେ ବେଶ ଭଲ ରୋମାନିଆ ଭାଷା କହିପାରୁଥିଲେ। ତାଙ୍କ ମାତା ଶ୍ରୀମତୀ ସିଫିଆ ବେଗମ ସାହେବା କୁହନ୍ତି, ମୋ ପୁତ୍ରର ନନା ଓ ନାନୀ ଉଭୟ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କର ସାହାବୀ ଓ ସାହାବିୟାତ। ପ୍ରତ୍ୟେକ ବ୍ୟକ୍ତି ମୋ ପୁତ୍ର ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି। ତାଙ୍କ ଉତ୍ତମ ଆଚରଣ, ଧୈର୍ଯ୍ୟ ଓ ଗୁଣାବଳୀ ସଂକ୍ରାନ୍ତରେ ଚର୍ଚ୍ଚା କରୁଛନ୍ତି। ମୋ ପୁତ୍ର ଜଣେ ଅତ୍ୟନ୍ତ ଆଜ୍ଞାକାରୀ ପୁତ୍ର ଥିଲା। ସ୍ୱର୍ଗତ ଫହିମୁଦ୍ଦିନ ସାହେବ ଅଭିଭାବକ ତାଙ୍କର ଜନ୍ମ ପୂର୍ବରୁ ଏକ ସ୍ୱପ୍ନ ଦେଖିଥିଲେ। ସେହି ସ୍ୱପ୍ନରେ ସେମାନେ ଦେଖିଥିଲେ ଯେ ସେମାନେ ଏକ ପୁତ୍ର ସନ୍ତାନକୁ ଧରି ରଖିଛନ୍ତି ଓ ତାକୁ ଦେଖୁଛନ୍ତି ଯେ ସେହି ପୁତ୍ରର କପାଳରେ ଚନ୍ଦ୍ର ଓ ତାରକା ଅଙ୍କିତ ହୋଇଯାଇଛି। ଯେତେବେଳେ ତାଙ୍କର ସୁପୁତ୍ର ମୁବଲ୍ଲିଗ ସିଲସିଲା ହେଲା, ସେତେବେଳେ ସେମାନେ ବୁଝିପାରିଲେ ଯେ ଏହି ସନ୍ତାନ ଦିନେ ନା ଦିନେ ଅବଶ୍ୟ ଚମକିବ, ଉଜ୍ଜ୍ୱଳିତ ହେବ। 2006 ମସିହାରେ ସ୍ୱର୍ଗତ ଫହିମୁଦ୍ଦିନ ସାହେବ ରୋମାନିଆ ଯାଇଥିଲେ। ରୋମାନିଆର ସେ ପ୍ରଥମ ମୁବଲ୍ଲିଗ ଭାବରେ ଦାୟିତ୍ୱ ତୁଲାଇଥିଲେ। ଆଉ ସେଠାରେ ରହି ରୋମାନିଆ ଭାଷା ମଧ୍ୟ ଶିଖିଥିଲେ। ଆଉ ବେଶ ଭଲ ରୋମାନିଆ ଭାଷା ଶିଖିଥିଲେ। ସେଠାରୁ ରୋମାନିଆ ଭାଷାରେ ସେ ସ୍ନାତକ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ। ତାପରେ ସେଠାରେ ଜମାତକୁ ପଞ୍ଜୀକୃତ କରିଥିଲେ। ସେଠାରେ ମିଶନ ହାଉସ୍ ସ୍ଥାପନ କରିଥିଲେ। ଆଉ ଯେପର୍ଯ୍ୟନ୍ତ ନିଜ କାର୍ଯ୍ୟକୁ ସମାପ୍ତ କରିଦେଉନଥିଲେ, ସେ ପର୍ଯ୍ୟନ୍ତ ସେଥିରେ ଲାଗି ରହୁଥିଲେ, ନିମଜ୍ଜିତ ରହୁଥିଲେ। ସ୍ୱର୍ଗତଙ୍କ ଭାଇ ରଫିଉଦ୍ଦିନ ସାହେବ କୁହନ୍ତି, ମ୍ୟାଟ୍ରିକ୍ ପରେ ସ୍ୱର୍ଗତ ଫହିମୁଦ୍ଦିନ କାହାକୁ କିଛି ନ କହି ଜାମିଆ ଚାଲିଗଲେ ଓ ନିଜର ୱକ୍ଫକୁ ଅତ୍ୟନ୍ତ ଉତ୍ତମ ଢଙ୍ଗରେ ନିର୍ବାହ କରିଥିଲେ। ତାଙ୍କୁ ସେ ଛୁଟି ମଧ୍ୟ ନେଉନଥିଲେ। କେବଳ ଥରୁଟିଏ ଛୁଟି ନେଇଥିଲେ, ଯେତେବେଳେ ତାଙ୍କ ଭଉଣୀଙ୍କର ବିୟୋଗ ହୋଇଥିଲା।
ତାଙ୍କର ସୁପୁତ୍ର ମିର୍ଜା ଲବିଦ ଅହମଦ ସାହେବ କୁହନ୍ତି, ମୁଁ ମେଡ଼ିକାଲ କଲେଜରେ ଯେତେବେଳେ ଆଡ଼ମିସନ୍ ନେଲି ସେତେବେଳେ ପିତାଶ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେଣୁ ମୋ ମନରେ ଏହି ସନ୍ଦେହ ସୃଷ୍ଟି ହୋଇଥିଲା ଯେ ମୁଁ ଏହି ଶିକ୍ଷା ସମ୍ପୂର୍ଣ୍ଣ କରିପାରିବି ନାହିଁ। କିନ୍ତୁ ପିତା ମୋତେ ସବୁଦିନ ଫୋନ୍ କରି ସାହସ ପ୍ରଦାନ କରୁଥିଲେ, ମୋତେ ଦରୁଦ ଶରୀଫ ପାଠ କରିବାକୁ, ନମାଜ ତେହଜୁଦ ପାଠ କରିବାକୁ ଅନୁପ୍ରାଣିତ କରୁଥିଲେ। ମୋ ପିତା ସର୍ବଦା ମୋତେ ପରିଶ୍ରମ କରିବାକୁ କହୁଥିଲେ। ଏହିପରି ଭାବରେ ପିତାଶ୍ରୀ ମୋତେ ଉତ୍ସାହିତ କରୁଥିଲେ। ସ୍ୱର୍ଗତ ଫହିମୁଦ୍ଦିନ ସାହେବଙ୍କର ଦ୍ୱିତୀୟ ପୁତ୍ର ଆୟୁଷ୍ମାନ ଦାନିଶ ଅହମଦ କୁହନ୍ତି, ପିତାଙ୍କର ବିୟୋଗ ଖବର ଯିଏକି ଶୁଣିଲା ସେ କାନ୍ଦିବାକୁ ଲାଗିଲା। ଲୋକମାନେ କହୁଥିଲେ ଯେ ସେ ଜଣେ ପୁଣ୍ୟବାନ ସଦାଚାରୀ ଧର୍ମପରାୟଣ ବ୍ୟକ୍ତି ଥିଲେ, ଅତ୍ୟନ୍ତ ସନ୍ତାନବତ୍ସଳ ପିତା ଥିଲେ। ଲାଟଭିଆର ମୁବଲ୍ଲିକ ସାହେବ ଉଲ୍ଲେଖ କରିଛନ୍ତି ଯେ ସ୍ୱର୍ଗତ ଫହିମୁଦ୍ଦିନ ସାହେବ ଅତ୍ୟନ୍ତ ପରିଶ୍ରମୀ, ଉଦ୍ୟମୀ, ସଚ୍ଚରିତ୍ର ସ୍ୱଭାବର ଅଧିକାରୀ ଥିଲେ। ତାଙ୍କର ବିନୀତତା ଓ ସରଳତା ପ୍ରତ୍ୟେକ ବ୍ୟକ୍ତିକୁ ଆକର୍ଷିତ କରୁଥିଲା, ପ୍ରଭାବିତ କରୁଥିଲା। ତାଙ୍କର ସ୍ୱଭାବରେ ଏକ ବିଶେଷ ପ୍ରକାର ଉଷ୍ମତା ରହିଥିଲା। ମୁଖରେ ସର୍ବଦା ସ୍ମିତହାସ୍ୟ ବିଦ୍ୟମାନ ରହୁଥିଲା। ତସୱୁର ଜାଭେଦ ନାମକ ଜଣେ ଛାତ୍ର, ବର୍ତ୍ତମାନ ସେ ଡାକ୍ତର ହୋଇଯାଇଛନ୍ତି, ସେ କୁହନ୍ତି, ଛାତ୍ରମାନଙ୍କର ଆଧ୍ୟାତ୍ମିକ ସଂସ୍କାର ନିମନ୍ତେ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଯେଉଁଠି ସେମାନେ ଅଧ୍ୟୟନ କରୁଥିଲେ ସେଠାକୁ ଆପଣ ଟ୍ରେନ୍ କିମ୍ବା ବସ୍ ଯୋଗେ ଅନେକ ଘଣ୍ଟାର ଯାତ୍ରା କରି ପହଞ୍ଚୁଥିଲେ ଓ ସେମାନଙ୍କୁ ସାକ୍ଷାତ କରି ସେମାନଙ୍କର ସଂସ୍କାର କରୁଥିଲେ। ଜମାତର ଅର୍ଥ ପ୍ରତି ତାଙ୍କର ବେଶ ଧ୍ୟାନ ରହିଥିଲା ଯେ ଯେଭଳି ସ୍ୱଳ୍ପ ଖର୍ଚ୍ଚରେ ଅଧିକ କାର୍ଯ୍ୟ ହୋଇପାରିବ ଓ ଜମାତର ଅର୍ଥ ସଞ୍ଚୟ ହୋଇପାରିବ, ବଞ୍ଚିଯିବ। ରୋମାନିଆରୁ ଜଣେ ବାଳକ ଆୟୁଷ୍ମାନ ରୁମାନ ଶମ୍ସ ନାମକ କୁହନ୍ତି, ମୋତେ ପରୀକ୍ଷା ବହୁତ କଷ୍ଟ ଲାଗୁଥିଲା ସମ୍ମୁଖୀନ କରିବାକୁ, ଆଉ ମନରେ ସନ୍ଦେହ ରହିଥିଲା ଯେ ଏହି ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହୋଇପାରିବି କି ନାହିଁ। ସେତେବେଳେ ମୁବଲ୍ଲିକ ସାହେବ ମୋତେ ଆଶ୍ୱାସନା ଦେଲେ ଏବଂ କହିଲେ, ଆଦୌ ଚିନ୍ତା କର ନାହିଁ, ପରୀକ୍ଷାର ଗୋଟେ ସପ୍ତାହ ପୂର୍ବରୁ ମୁଁ ତୁମକୁ ଏପରି ତଥ୍ୟ ବୁଝାଇଦେବି, ଏପରି କଥା ବୁଝାଇଦେବି, ତୁମେ ଇନଶାଆଲ୍ଲାହ ତାଆଲା କୃତକାର୍ଯ୍ୟ ହେବ। ରୁମାନ ସାହେବ କୁହନ୍ତି ଯେ ଏହିପରି ଭାବରେ ମୋତେ ଉତ୍ସାହିତ କରିଥିଲେ ସେ। ଅଦିଲ ଆଦ୍ରିୟାନ ନାମକ ଜଣେ ରୋମାନିଆ ନବଦୀକ୍ଷିତ ବ୍ୟକ୍ତି, ସେ କୁହନ୍ତି, ମୁଁ ସ୍ୱର୍ଗତ ମୁବଲ୍ଲିକ ସାହେବଙ୍କୁ ହସ୍ପିଟାଲ ନେଇକି ଯେତେବେଳେ ଆସିଲି ସେତେବେଳେ ସେ ତା ପରଦିନ ଏକ ଜମାତର କାର୍ଯ୍ୟ ସଂକ୍ରାନ୍ତରେ ମୋତେ ସାହାଯ୍ୟ ମାଗିଲେ। ସେହି ସାହାଯ୍ୟଟି ଏହିପରି ଥିଲା ଯେ ଏକ ନିକଟ ସହରକୁ ଯିବାର ଥିଲା ତାଙ୍କୁ। ଅତଏବ ଆମେମାନେ ଅର୍ଥାତ୍ ଆମେ ଦୁଇ ଜଣ ମିଶି ସେଠାକୁ ଚାଲିଗଲୁ। ସେତେବେଳେ ବାଟରେ ନାନା ପ୍ରସଙ୍ଗ ଉପରେ କଥାବାର୍ତ୍ତା କରି ଏକ ଅବସରରେ କିଛି ମିନିଟ୍ ପାଇଁ ମୁବଲ୍ଲିକ ସାହେବ ଭାବବିହ୍ୱଳ ହୋଇ ମୋତେ କହିଲେ, ଭଗବାନ ନ କରନ୍ତୁ କି ମୋର ଯଦି କିଛି ହୋଇଯାଏ ତେବେ ମୋତେ ଏହିଠାରେ ହିଁ କବର ଦେଇଦେବ, କାରଣ ଲୋକମାନେ ଏହା ମନେ ରଖିବେ ଯେପରି ଯେ ସ୍ୱର୍ଗତ ଫହିମୁଦ୍ଦିନ ସାହେବ ରୋମାନିଆ ଠାରେ ରହି ଏକ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି କରିଥିଲେ। ଅଦିଲ ଆଦ୍ରିୟାନ ସାହେବ ପୁନଶ୍ଚ ଉଲ୍ଲେଖ କରିଛନ୍ତି, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସତ୍ତ୍ୱେ ସେ ସର୍ବଦା ନିଜର ଲ୍ୟାପଟପ୍ରେ କାମ କରି ନିଜେ ଏକ ପତ୍ର ଲେଖି ନିଜ କାର୍ଯ୍ୟ ତୁଲାଇବାକୁ ଉଦ୍ୟମ କରୁଥିଲେ। ସର୍ବଦା ଈଶ୍ୱରଙ୍କ ଧର୍ମ ଓ ଅନ୍ୟମାନଙ୍କ ନିମନ୍ତେ ଅଧିକ ଚିନ୍ତିତ ରହୁଥିଲେ। ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁହୂର୍ତ୍ତକ ପାଇଁ ମଧ୍ୟ ବିଶ୍ରାମ ନେଉନଥିଲେ। ମୁଁ ମୁବଲ୍ଲିକ ସାହେବଙ୍କୁ ନିଜର ସମୟ ଓ ଅନ୍ୟମାନଙ୍କ ନିମନ୍ତେ ବଳିଦାନ ଦେଉଥିବାର ପ୍ରତ୍ୟକ୍ଷ ସାକ୍ଷୀ। ତାଙ୍କ ଠାରୁ ମୁଁ କେବେ ବି କାହା ବିରୁଦ୍ଧରେ କୌଣସି ଖରାପ କଥା ଶୁଣି ନାହିଁ। ନମାଜରେ ସେ କେବଳ କାନ୍ଦୁ ନଥିଲେ ବରଂ କାନ୍ଦି କାନ୍ଦି ନିଜର ପରିବାର, ରୋମାନିଆ ଜମାତ ଓ ଜମାତର ପଦାଧିକାରୀମାନଙ୍କ ପାଇଁ ଦୁଆ କରୁଥିବାର ମୁଁ ଦେଖିଛି। ସେ କେବେ ବି ଦିନଟିଏ ଛୁଟି ନେଇ ନାହାନ୍ତି। ଜଣେ ନବଦୀକ୍ଷିତ ଉଲ୍ଲେଖ କରନ୍ତି, ମୋ ନିମନ୍ତେ ମୁବଲ୍ଲିକ ସାହେବ
କେବଳ ଜଣେ ମୁବଲ୍ଲିଗ ନଥିଲେ, ବରଂ ଜଣେ ପିତା ପରି ଥିଲେ। ସେ ମୋ ନିମନ୍ତେ ଜଣେ ଅସାଧାରଣ ମାର୍ଗଦର୍ଶକ ଥିଲେ, ଜଣେ ଉତ୍ତମ ନିକଟ ସମ୍ପର୍କୀୟ ବନ୍ଧୁ ପରି ଥିଲେ। ଏ ହେଉଛି ଜଣେ ମୁବଲ୍ଲିଗର ସୁଗୁଣାବଳୀ ଓ ବିଶେଷତା। ଏହି ସୁଗୁଣାବଳୀ ଓ ବିଶେଷତାକୁ ଜଣେ ନବଦୀକ୍ଷିତ ବ୍ୟକ୍ତି ବର୍ଣ୍ଣନା କରିଛନ୍ତି। ଏପରି ସଂସ୍କାର ଓ ଆଦର୍ଶ ମୁବଲ୍ଲିଗମାନଙ୍କଠାରେ ଉତ୍ପନ୍ନ ହେବା ଉଚିତ। ଅତଏବ ବିଦେଶରେ ଧର୍ମ ସକାଶେ ଆପଣ ନିଜର ପ୍ରାଣକୁ ଉତ୍ସର୍ଗ କରିଦେଇଛନ୍ତି। ଏହି ଦୃଷ୍ଟିରୁ ତାଙ୍କୁ ଶହୀଦ ମନେ କରାଯିବ। ଶହୀଦ ହେବାର ମର୍ଯ୍ୟାଦା ଦିଆଯିବ। ମୁଁ ମଧ୍ୟ ଦେଖିଛି ଯେ ସ୍ୱର୍ଗତଙ୍କ ମୁଖମଣ୍ଡଳରେ ସର୍ବଦା ସ୍ମିତହାସ୍ୟ ବିଦ୍ୟମାନ ରହୁଥିଲା। ମୌଲବୀ ଉବେଦୁଲ୍ଲା ସାହେବ, ଯିଏକି ମରିସେସ୍ ଠାରେ କର୍ମଭୂମିରେ ମୃତ୍ୟୁବରଣ କରିଥିଲେ, ତାଙ୍କ ସମ୍ପର୍କରେ ହଜରତ ମୁସଲିମ ମଉଦ ରଜିୟତାଲ୍ଲାହୁ ସଦସ୍ୟ ବୃନ୍ଦଙ୍କୁ ଉପଦେଶ ଦେଇ କହିଥିଲେ ଯେ ଏପରି କର୍ମଯୋଗୀ, ଉଦ୍ୟମୀ, କର୍ମଠ, ପୁଣ୍ୟବାନ, ଆଦର୍ଶବାନ ବ୍ୟକ୍ତି ଶହୀଦର ମାନ୍ୟତା ପାଇଥାନ୍ତି। ତେଣୁ ଆମମାନଙ୍କୁ ମଧ୍ୟ ସ୍ୱର୍ଗତଙ୍କ ଠାରୁ ଉଚିତ ଶିକ୍ଷା ଆହରଣ କରିବା ଉଚିତ। ତେବେ ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ ଓ ସ୍ୱର୍ଗତଙ୍କର ପତ୍ନୀ ଓ ସନ୍ତାନ ସନ୍ତତିଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ଆମିନ। ଦ୍ୱିତୀୟ ଜନାଜା ହେଉଛି ଶ୍ରୀଯୁକ୍ତ ଅବ୍ଦୁଲ ଅଲିମ ଫାରୁକି ସାହେବ। ସେ କାନାଡ଼ାର ଅବ୍ଦୁର ରଶିଦ ଫାରୁକି ସାହେବଙ୍କର ସୁପୁତ୍ର ଥିଲେ। ବିଗତ ଦିନରେ ତାଙ୍କର ବିୟୋଗ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସ୍ୱର୍ଗତ ଅବ୍ଦୁଲ ଅଲିମ ଫାରୁକି ସାହେବ ମୁସି ବ୍ୟକ୍ତି ଥିଲେ। ତାଙ୍କର ବିୟୋଗ ଏହିପରି ହୋଇଥିଲା ଯେ 3 ଜଣ ସନ୍ଦିଗ୍ଧ ଶସ୍ତ୍ରଧାରୀ ବ୍ୟକ୍ତି ତାଙ୍କ ଘରେ ପ୍ରବେଶ କରି ଶୋଇଥିବା ଅବସ୍ଥାରେ ଯେତେବେଳେ କି ତାଙ୍କ ପତ୍ନୀ ଓ 3 ଜଣ କନ୍ୟା ସନ୍ତାନ ତଳ ବଖରାରେ ଗୃହରେ ଶୋଇଥିଲେ, ପୁତ୍ର ମଧ୍ୟ ନିଜ ଗୃହରେ କୋଠରୀରେ ଶୋଇଥିଲେ, ଡକାୟତମାନେ ସମସ୍ତଙ୍କର ଫୋନ୍ ସଂଗ୍ରହ କରିନେଲେ। ସ୍ୱର୍ଗତ ଯେତେବେଳେ ପାଟିତୁଣ୍ଡ ଶୁଣିଲେ, ସେତେବେଳେ ଆପଣଙ୍କ ନିଦ ଭାଙ୍ଗିଗଲା। ସେତେବେଳେ ଜଣେ ତାଙ୍କ ରୁମ୍ରେ ପଶିଗଲା। ଯେତେବେଳେ ସ୍ୱର୍ଗତ ମହୋଦୟ ଡାକୁକୁ ଡରାଇବାକୁ ଚାହିଁଲେ, ସେତେବେଳେ ସେ ଆପଣଙ୍କ ନାକ ଓ କାନ୍ଧ ଉପରେ ଏକ ଠେଙ୍ଗା ସାହାଯ୍ୟରେ ପ୍ରହାର କଲା। ସେତେବେଳେ ସ୍ୱର୍ଗତ ନିଜର ପୁତ୍ରର କୋଠରୀ ଆଡ଼କୁ ଯିବାକୁ ଚେଷ୍ଟା କଲେ। ସେତେବେଳେ ଜଣେ ଡକାୟତ ସେହି ପାହାଚ ପାଖରେ ଛିଡ଼ା ହୋଇଥିବା ଡକାୟତ ତାଙ୍କ ଉପରକୁ ଗୁଳି ଚାଳନା କଲା। ଗୋଟିଏ ଗୁଳି ତାଙ୍କ ଛାତିରେ ପ୍ରବିଷ୍ଟ ହୋଇଯାଇଥିଲା, ଯାହାଫଳରେ ସେହିଠାରେ ହିଁ ତାଙ୍କର ନିଧନ ହୋଇଥିଲା। ହଜରତ ମସିହ ମାଉଦ ଆଲୈହିସ୍ସଲାମଙ୍କ ସାହାବୀ କୁଦରତୁଲ୍ଲା ସନୱରୀ ସାହେବ ରଜିୟତାଲ୍ଲାହୁ ଓ ମୌଲବୀ ମହମ୍ମଦ ହୁସେନ ସାହେବ ରଜିୟତାଲ୍ଲାହୁଙ୍କ ସେ ପଣନାତି ଥିଲେ। ଜମାତର ଜଣେ ସକ୍ରିୟ ସଦସ୍ୟ ଥିଲେ। 5 ବେଳା ନମାଜ ପାଠ କରିବା, ତହଜୁଦ ପାଠ କରିବାର ନିୟମାନୁବର୍ତ୍ତୀ ଥିଲେ। ଜଣେ ଉତ୍ସାହପୂର୍ଣ୍ଣ ଦାଇଲାଲ୍ଲାହ ମଧ୍ୟ ଥିଲେ। ନିଜର ହଲକାରେ ଜଣେ ସ୍ଥାନୀୟ ସେକ୍ରେଟାରୀ ତବଲିଗ ଭାବରେ ସେବା ସମ୍ପାଦନ କରୁଥିଲେ। ବର୍ତ୍ତମାନ ସ୍ୱର୍ଗତ ମହୋଦୟ ହଲକାର ସଦର ହିସାବରେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ମଧ୍ୟରେ ପତ୍ନୀଙ୍କ ବ୍ୟତୀତ ଗୋଟିଏ ପୁତ୍ର ସନ୍ତାନ ଓ 3 ଜଣ କନ୍ୟା ସନ୍ତାନ ରହିଛନ୍ତି। ଜକରିୟା ଖାନ ସାହେବ ନାମକ ଜଣେ ସ୍ୱର୍ଗତଙ୍କ ସମ୍ପର୍କୀୟ ମିଶନାରୀ ଇନଚାର୍ଜ, ସେ ଉଲ୍ଲେଖ କରନ୍ତି, ସ୍ୱର୍ଗତ ଅବ୍ଦୁଲ ଅଲିମ ଅତ୍ୟନ୍ତ ପୁଣ୍ୟ ସ୍ୱଭାବୀ ବ୍ୟକ୍ତି ଥିଲେ। ଖିଲାଫତ ସହିତ ତାଙ୍କର ନିବିଡ଼ ସମ୍ପର୍କ ରହିଥିଲା। ସ୍ୱର୍ଗତଙ୍କ ପତ୍ନୀ ଉଲ୍ଲେଖ କରିଛନ୍ତି, ମୋ ସ୍ୱାମୀ ଜଣେ ଉତ୍ତମ ବ୍ୟକ୍ତି ଥିଲେ। ତାଙ୍କଠାରୁ ମୁଁ ଅନେକ କଥା ଶିଖିଛି। ତବଲିଗ କରିବାରେ ତାଙ୍କର ବହୁତ ରୁଚି ରହିଥିଲା। ସର୍ବଦା ନୂଆ ନୂଆ ତବଲିଗର ଯୋଜନା ବିଷୟରେ ଚିନ୍ତା କରୁଥିଲେ ଓ ତାହା ଉପରେ କାର୍ଯ୍ୟ କରୁଥିଲେ। ଖିଲାଫତ ସହିତ ତାଙ୍କର ଗଭୀର ଆନ୍ତରିକତା ରହିଥିଲା। ପଡ଼ୋଶୀମାନଙ୍କ ସହିତ ବେଶ ଭଲ ସମ୍ପର୍କ ରହିଥିଲା। ସମସ୍ତଙ୍କୁ ଅତି ସ୍ନେହ ଆଦର କରୁଥିଲେ। ତାଙ୍କର ସୁପୁତ୍ରୀ ଅଜିଜା
ଉଜ୍ମା ସାହେବା କୁହନ୍ତି, ଛୋଟ ଛୋଟ କଥାଠାରୁ ଆରମ୍ଭ କରି ବଡ଼ ବଡ଼ ଆବଶ୍ୟକତା ପର୍ଯ୍ୟନ୍ତ ସର୍ବଦା ଚିନ୍ତିତ ରହୁଥିଲେ। ଦିନ ତମାମ ନିଜର କାମ ହେଉ କି ଜମାତର କାମ ହେଉ ବ୍ୟସ୍ତ ରହୁଥିଲେ। ଆମେ ଶୋଇବା ପୂର୍ବରୁ ଆମ କଥା ଆମ ଭଲ ମନ୍ଦ ବୁଝି ପଚାରୁଥିଲେ, ଆଉ ଆଜି ଦିନଟି କିପରି କଟିଲା, ନମାଜ ପାଠ କରିଛନ୍ତି କି ନାହିଁ। ପିତା ନିଜ ସମ୍ପର୍କରେ ମଧ୍ୟ କହୁଥିଲେ, ଆଉ ଆମଠାରୁ ମଧ୍ୟ ସବୁ କଥା ବୁଝୁଥିଲେ। ଏଭଳି ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଆମର ରହିଥିଲା। ତାଙ୍କର ସୁପୁତ୍ର ଆୟୁଷ୍ମାନ କାଜିମ୍ ସାହେବ କୁହନ୍ତି, ଆମମାନଙ୍କ ନିମନ୍ତେ ସେ ଜଣେ ଆଦର୍ଶବାନ ପିତା ଥିଲେ। ସେ କୁହନ୍ତି, ମୁଁ ଚେଷ୍ଟା କରିବି ଯେ ଇନଶାଆଲ୍ଲାହ ତାଆଲା ମୁଁ ପିତାଙ୍କ ମାର୍ଗ ଓ ତାଙ୍କର ଅନୁସରଣ କରିବି, ପଦାଙ୍କ ଅନୁସରଣ କରିବି। ତବଲିଗ କରିବା ପାଇଁ ଆମେମାନେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଚାଲି ଯାଉଥିଲୁ। ଯେଉଁଠି ବି ସୁଯୋଗ ମିଳୁଥିଲା ସେଠାରେ ତବଲିଗ କରୁଥିଲୁ। ପିତାଶ୍ରୀ ମୋତେ ପବିତ୍ର କୁରାନ ହିଫ୍ଜ କରିବା ପାଇଁ ଚାହୁଁଥିଲେ। ତାଙ୍କର ଜଣେ 15 ବର୍ଷୀୟା କନ୍ୟା ମଧ୍ୟ ରହିଛନ୍ତି। ତେବେ ଚଚା ସେ କୁହନ୍ତି ଯେ ଏକଦା ମୋତେ ଫୋନ୍ ଆଣି ଦେବା ସଂକ୍ରାନ୍ତରେ କହିଲେ ଯେ ଫୋନ୍ ଆଣିଦେବା ଉଚିତ ବା ନୁହେଁ। ପୁନଶ୍ଚ ଯେତେବେଳେ ମୋର ମାର୍ଗଦର୍ଶନ ତାଙ୍କୁ ପ୍ରାପ୍ତ ହେଲା ସେତେବେଳେ ସେ ତଦନୁଯାୟୀ ମୋର ମାର୍ଗଦର୍ଶନ ଉପରେ କାର୍ଯ୍ୟାନୁସରଣ କଲେ। ସ୍ୱର୍ଗତ ପ୍ରତ୍ୟେକ ବ୍ୟକ୍ତିକୁ ଅତ୍ୟନ୍ତ ସୂକ୍ଷ୍ମ ଦୃଷ୍ଟିରେ ଦେଖୁଥିଲେ। ବାଧ୍ୟତାମୂଳକ ଚାନ୍ଦା ବ୍ୟତୀତ ଅନ୍ୟାନ୍ୟ ଆର୍ଥିକ ବଳିଦାନରେ ଅଂଶଗ୍ରହଣ କରୁଥିଲେ। ପାକିସ୍ତାନରେ ଅଭାବୀମାନଙ୍କର ସେବା ନିମନ୍ତେ ବିପୁଳ ପରିମାଣରେ ଅର୍ଥ ଦାନ କରୁଥିଲେ। ସ୍ୱର୍ଗତ ଅବ୍ଦୁଲ ଅଲିମ୍ ସାହେବଙ୍କ ମାତାଶ୍ରୀ ବର୍ଣ୍ଣନା କରନ୍ତି, ମୋର ପୁତ୍ର ଜମାତର ଉତ୍ସର୍ଗୀ ଖିଲାଫତ ସହିତ ଗଭୀର ଅନୁରକ୍ତ ରଖୁଥିବା ବ୍ୟକ୍ତି ଥିଲା। ପ୍ରତ୍ୟେକ ପ୍ରସଙ୍ଗରେ ସତ୍ୟକୁ ପ୍ରାଧାନ୍ୟ ଦେଉଥିଲା। ପ୍ରତ୍ୟେକ ବଡ଼ ସାନଙ୍କ ସହିତ ପ୍ରେମଭାବପୂର୍ଣ୍ଣ ବ୍ୟବହାର କରୁଥିଲା। ତବଲିଗ କରିବାରେ ବେଶ ଅଭିରୁଚି ରହିଥିଲା। ତେହଜୁଦ ପାଠ କରିବା, ଅନ୍ୟମାନଙ୍କୁ ସାହାଯ୍ୟ କରିବା ତାହାର ବିଶେଷ ଗୁଣ ରହିଥିଲା। ନମାଜ ବା ଜମାତ ପାଠ କରିବାକୁ ସେ ବହୁତ ପ୍ରାଧାନ୍ୟ ଦେଉଥିଲା। ବେଳେବେଳେ ନିଜ କାମରୁ ଟିକେ ବିରତି ନେଇ ମୋତେ ଫୋନ୍ କରି କହୁଥିଲା ଯେ ମା, ଆପଣ ଯଦି ନମାଜ ପାଠ କରିନାହାନ୍ତି ତେବେ ଅପେକ୍ଷା କରନ୍ତୁ, ମୁଁ ଆସୁଛି, ଆମେମାନେ ଏକାଠି ନମାଜ ପାଠ କରିବା। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ, ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ ଏବଂ ସ୍ୱର୍ଗତଙ୍କ ମାତା, ପତ୍ନୀ ଓ ସନ୍ତାନ ସନ୍ତତିଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ସ୍ୱର୍ଗତଙ୍କ ସନ୍ତାନ ସନ୍ତତିମାନେ ପିତାଙ୍କର ପୁଣ୍ୟାବଳୀ ଗୁଡ଼ିକୁ ଅବ୍ୟାହତ ରଖନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruh wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.